ଘରକୁ ଆଜି ନଣନ୍ଦ ଆସିଥିଲେ ବୋଲି ସେଥିଲାଗି ଘରଟା ପୁରା ପୁରା ଲାଗୁଥିଲା, କାହିଁକିନା ସମସ୍ତେ ଅଛନ୍ତି ସେଥିଲାଗି ବହୁତ ଖୁସି ଲାଗୁଥିଲା। ଯେଉଁଠି ପିଲା ଛୁଆ ରହିବେ ନା ସେଠି ତ ଖୁସି ତ ଲାଗିବ, କାହିଁକିନା ତାଙ୍କ କୋଳାହଳରେ ବେଶୀ ଖୁସି ଲାଗିଥାଏ। ଆଉ ମୁଁ ଗୋଟେ ଏମିତି ପିଲା ନା, ମୁଁ ଜଏଣ୍ଟ ଫ୍ୟାମିଲିରୁ ଆସିଛି, ମୋତେ ସବୁବେଳେ ପିଲା ଛୁଆମାନେ ଘରେ ଫୁଲ୍ ହେଇକି ରହିଲେ ମୋତେ ଭଲ ଲାଗେ। ଆଉ ମୋ ବାପ ଘରକୁ ମୁଁ ପ୍ରାୟ ସମୟ ଯିବା ପାଇଁ ଭଲ ପାଏନି, କାହିଁକିନା ଆମ ଘରେ ସମସ୍ତେ ବାହାରେ ପ୍ରାୟ ରହୁଛନ୍ତି। କିନ୍ତୁ ଆମର ଯେତେବେଳେ ଗାଁରେ ଜାଗର ହୁଏ କୀର୍ତ୍ତନ ଟାଇମ୍ରେ ସମସ୍ତେ ଆସନ୍ତି, ଆଉ ସେଇ ଟାଇମ୍ରେ ଆମେ ସମସ୍ତେ ଯାଇକି ଏକାଠି ହଉ, ମଜା ବି କରୁ, ଆଉ ବହୁତ ଦିନ ରହିବା ପାଇଁ ବି ମୋତେ ଭଲ ଲାଗେ। ତାପରେ ଏପଟରେ ଯେହେତୁ ନଣନ୍ଦ ଆସିଥିଲେ 1 ଘଣ୍ଟା 2 ଘଣ୍ଟା ପାଇଁ, ତାପରେ ଏବେ ପଳେଇବେ ଖାଇସାରିଲା ପରେ, ଆଉ ପିଲାମାନେ ସବୁ ଖାଇସାରିଲା ପରେ ଆମେ ନଣନ୍ଦ ଶାଶୁ ଆଉ ମୁଁ ନେଇ ଆସିଥିଲୁ ଖାଇବା। ଆଉ ଏଠି ଆମର ନିରାମିଷ ଯେହେତୁ ହେଇଥିଲା, ସେମାନଙ୍କର ଆଇଁଷ, ଆମର ନିରାମିଷ। ଚକୁଳି ପିଠା, ମଟର ଆଳୁ ତରକାରୀ କରିଥିଲେ, ଆଉ ଶାଗ ଚଡ଼ଚଡ଼ି ହେଇଥିଲା ଗାଧୁଆ ବେଳର, ଆଉ ଏଠି କୋବି ଚଡ଼ଚଡ଼ି ହେଇଥିଲା, ଆଉ ଯେଉଁ ପାଣି କଖାରୁ ସନ୍ତୁଳା ହେଇଥିଲା। ଆଉ ଏତକ ଜିନିଷ, ଆଉ ଗୋଟେ ବଘରା ତରକାରୀ ହେଇଥିଲା। ସମସ୍ତେ ସାଙ୍ଗ ହେଇକି ମିଶିକି ଖାଇଲୁ।